ଈଶ୍ୱର ଯେତେବେଳେ ଆମକୁ ସୃଷ୍ଟି କଲେ ସମୃଦ୍ଧିର ଖଜାନା ଅମୂଲ୍ୟ ସମ୍ପତ୍ତି ଦେଇ ସୃଷ୍ଟି କଲେ। ଆମ ଶରୀରର ପ୍ରତ୍ୟେକ ପାର୍ଟକୁ ଦେଖ, ଆଖି, ନାକ, କାନ, ରକ୍ତ, ହାର୍ଟ, କିଡନୀ ସବୁ ମିଶି କେତେ ହବ? କେତେ ଲକ୍ଷ ହବ, କେତେ କୋଟି ହବ? ଏସବୁ କେବେ ଚିନ୍ତା କରିଛନ୍ତି? ପୁଣି ଆମକୁ ବୁଦ୍ଧି ଦେଇଛନ୍ତି, ଏସବୁକୁ ୟୁଜ୍ କରି ଆମେ ଜୀବନକୁ ଅଧିକ ଉନ୍ନତ କରିବା, ଜୀବନକୁ ପ୍ରକୃତରେ ଉପଭୋଗ କରିବା। ପୁଣି ବିବେକ ଦେଇଛନ୍ତି, ଭଲ ମନ୍ଦ ବିଚାର କରି କାମ କରିବା। ତେଣୁ ସେ ସୃଷ୍ଟି କରି ଆମକୁ ପୃଥିବୀକୁ ଛାଡ଼ିଦେଲେ, କହିଲେ ଯାଅ ଖୋଜ, ତମକୁ କ'ଣ ଦରକାର? ଆମେ ଖୋଜି ଚାଲିଛେ ଘର, ଗାଡ଼ି, ସ୍ୱାମୀ, ଚାକିରି, ଟଙ୍କା, ପଇସା। ପ୍ରକୃତରେ ଯାହା ଆବଶ୍ୟକ ସେଟା ଆମେ ଖୋଜୁନି, ସେଟା ହେଲା ତୃପ୍ତି, ଯାହା ଖୋଜିବା ପାଇଁ ଏଠିକି ଆମକୁ ଟ୍ୟାକ୍ସ ଦେଇ ଭଗବାନ ପଠେଇଛନ୍ତି। ତୃପ୍ତି ମିଳିଲେ ଶାନ୍ତି, ଆନନ୍ଦ, ସୁଖ ସବୁ କିଛି ତା ପଛେ ପଛେ ଆସିଯିବେ। ଆମେ ପ୍ରାପ୍ତିର ଆନନ୍ଦ ଓ ଅପ୍ରାପ୍ତିର ଦୁଃଖରେ ଘାଣ୍ଟି ହେଉଛେ, ତାହା ହିଁ ମାୟା। ଅର୍ଥାତ୍ ପ୍ରାପ୍ତିର ଆନନ୍ଦ କହିଲେ ଯାହା ଅଛି ଆମ ପାଖରେ, ଟଙ୍କା, ବ୍ୟାଙ୍କ ବାଲାନ୍ସ, ପିଲା, ସାଙ୍ଗସାଥି, ଏସବୁ ମୋହରେ ଆମେ ଛନ୍ଦି ହେଇଯାଉଛେ। ନହେଲେ ଅପ୍ରାପ୍ତିର ଦୁଃଖ, ଅର୍ଥାତ୍ ଏଟା ନାହିଁ, ସେଟା ନାହିଁ, ଏଟା ପାଇବାର ଅଛି, ଏତିକି ଅଛି, ଆହୁରି ଦରକାର, ଏସବୁ ଉପଭୋଗ କରିବାକୁ ଆମ ପାଖରେ ବେଳ ନାହିଁ। ଭଗବାନ ପ୍ରାଚୁର୍ଯ୍ୟର ଭଣ୍ଡାର, ସେ ସବୁ ଦେଇପାରିବେ, ଆମକୁ ଏତିକି କାହିଁକି ଦେଇଛନ୍ତି? ତାମାନେ ଆମର ପ୍ରାରବ୍ଧ ହେଉଛି ଏତିକି। ତେଣୁ ଯାହା ଅଛି ଆମେ ସେତିକିରେ ତୃପ୍ତି ହୋଇଯିବା ଦରକାର। ଆଉ ଭଗବାନଙ୍କୁ ନିରନ୍ତର ଧନ୍ୟବାଦ ଦେବା ଆବଶ୍ୟକ ଯେ ଅହୋଭାଗ୍ୟ ମୋର, ମୋତେ ଏତେ ଦେଇଛ, ଆମେ ଯାହା ପାଇଛୁ ବହୁତ ପାଇଛୁ। ତୃପ୍ତିର ଗୋଟିଏ ନିଶ୍ୱାସ ହିଁ ପ୍ରକୃତ ପ୍ରାର୍ଥନା। ଏଥିରେ ପ୍ରଭୁଙ୍କର ଅସୀମ କୃପା ମିଳେ। ବାସ୍ ହୃଦୟରୁ ତୃପ୍ତ ହୋଇଯାଅ ଓ ଜୀବନକୁ ଆନନ୍ଦରେ ଉପଭୋଗ କର। ଏହା ଆଜିର ଅନୁଚିନ୍ତା। ରାଧେ ରାଧେ।